ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ଆପଣଙ୍କୁ ଜଣାଅଛି ଜୁନିୟର ଟିଚର ଆପଣ ଅନଲାଇନ୍ କାଉନସେଲିଂ କରିବେ ତ ନୋଟିସ୍ ଆଜିର ଅଟେ କାହା ପାଖକୁ ଯାଇଛି ଓ କାହାକୁ, ଯିଏକି ଆପଣଙ୍କର ଅନଲାଇନ୍ କାଉନସେଲିଂ କରିବ ତା ସହିତ ସ୍କୁଲ ଏଲୋକେସନ୍ ମଧ୍ୟ କରିବ। ତ ଏଥିରେ ଏହା କେବଳ ମେନସନ୍ କରାହେଇଛି ଯେ 12 ତାରିଖ ଦିନ ମାନେ ମଣ୍ଡେ ଦିନ ଆପଣଙ୍କର ମଣ୍ଡେ ଦିନ ଦିନ 12ଟା ପାଖରୁ ଆପଣମାନେ ଅନଲାଇନ୍ କାଉନସେଲିଂ କରିପାରିବେ। ଆଉ 16 ଅଗଷ୍ଟ ଦିନ ଆପଣଙ୍କର ସନ୍ଧ୍ୟା 5ଟା ବେଳକୁ ବନ୍ଦ ହେଇଯିବ। ସାର୍ 12 ତାରିଖ କରିବା କି ନାହିଁ ଆପଣଙ୍କର ଇଚ୍ଛା। ଆପଣମାନେ ଗୋଟେ କାମ କରିବେ, ଯେତିକି ବି ସ୍କୁଲ ଲିଷ୍ଟ ଆସିବ, ପ୍ରାୟତଃ ସବୁ ସ୍କୁଲ ଲିଷ୍ଟ ଗୁଡ଼ା ହିଁ ଆସିଯିବ ଏକା ସାଙ୍ଗରେ। ସବୁ ଗୁଡ଼ାକୁ ଆପଣମାନେ ଗୋଟେ PDF କରିଦେବେ, ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହେବେ, କୋଉଠି କଲେ ଭଲ ହବ, କାହିଁକି ନା ଟ୍ରାନ୍ସଫର ବଗେରା ହବନି, ମନେ ରଖିଥାନ୍ତୁ। ଜୁନିୟର ଟିଚର ଟ୍ରାନ୍ସଫର ବହୁତ ଖାତରା, ମାନେ ବହୁତ ଖାତରା। ଭାବି ନିଅନ୍ତୁ ଯେ ନେଗ୍ଲିଜେବୁଲ, ହୁଏନି କହିଲେ ଚଳେ। ଠିକ ଅଛି ନା, ବହୁତ ରେୟାର କେସରେ ହବ। ତେଣୁକରି ଆପଣମାନେ ଭଲସେ 1 2 3 ସେ ଅନୁସାରେ ଆପଣଙ୍କର ଦେବେ। ଆଉ ମୁଁ ଆପଣଙ୍କୁ 12 ତାରିଖ ଦିନ ଦିନ 12ଟା ପରେ ମୁଁ ଆପଣଙ୍କର ଭିଡ଼ିଓ ମଧ୍ୟ ବନେଇଦେବି। ସେଦିନ ତ ଏଡମିଟ୍ କାର୍ଡ଼ ମଧ୍ୟ ଆସିବ ଆମର ଏଇ ଯେଉଁ OTET ପରୀକ୍ଷାର। ଠିକ ଅଛି, ତ ଆପଣମାନେ ତରବର ହେବେନି, କାହିଁକି ନା ଥରେ ସବମିଟ୍ କରିଦେଲେ ତାକୁ ଚେଞ୍ଜ କରିହବନି। ଆରାମସେ ଟେକ୍ ୟୁର ଅନ୍ ଟାଇମ୍ କୁଲ୍ ମାଇଣ୍ଡରେ କରିବେ। 12 ତାରିଖରୁ 16 ତାରିଖ ମଧ୍ୟରେ, 16 ତାରିଖ ସନ୍ଧ୍ୟା 5ଟା ପରେ ଆଉ କରିହବ ନାହିଁ। ଦିନ 12ଟା ବେଳୁ ଆପଣଙ୍କର ଆରମ୍ଭ ହବ 12 ତାରିଖରୁ। ଠିକ ଅଛି, ତରବର ହେବେନି। ଘରେ ବାପା ମାଙ୍କ ସହିତ କଥାବାର୍ତ୍ତା ହେବେ, ଫ୍ୟାମିଲି ସହିତ କଥାବାର୍ତ୍ତା ହେବେ, ଆକର୍ଡିଂଲି ଆପଣମାନେ କରିବେ। ଠିକ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ।